ଆଜି ମୋ ସକାଳ ଜଳଖିଆରେ ଅଛି ପନିର ପରଟା। ହୁଏତ ପରଟାଟା ଯେମିତି ବନା ହୁଏ ମୁଁ ସେମିତି ବନେଇନି। ଦୁଇଟା ରୁଟି କରିକି ତା ଭିତରେ ପନିରର ପୁର ଦେଇଦେଇଛି। ସବୁବେଳେ ଆମେ ପରିବାର ଇଚ୍ଛାରେ, ଯେମିତିକି ମୁଁ ଆଜି ମୋ ସ୍ୱାମୀଙ୍କ ଇଚ୍ଛାରେ ପନିର ତରକାରୀ କରିଥିଲି। କାହିଁ କେଜାଣି ଆଜି ପନିର ତରକାରୀ ଖାଇବାକୁ ଇଚ୍ଛା ହେଲାନି, ତ ମୁଁ ସେଥିରୁ ଅଳ୍ପ ପନିର ରଖିଦେଇକି ସେଥିରେ ମୁଁ ପନିର ପରଟା ବନେଇ ଦେଇଛି। ଆକ୍ଚୁଆଲି ଆଜି ନାହିଁ, କାଲି ରାତିଠୁ ମୋତେ ମୋ ମାଆଙ୍କ କଥା ଭାରି ମନେ ପଡ଼ୁଛି। ବାହାଘର ପରେ ସମସ୍ତେ କହନ୍ତି ଶାଶୁ ମା', କିନ୍ତୁ ଶାଶୁଙ୍କ ପାଇଁ ତାଙ୍କ ପୁଅ ଆଗ, ପୁଅଙ୍କ ପାଇଁ ତାଙ୍କ ମା' ଆଗ। ଆମେ କେଉଁଠି ରହିଯାଉ ବୋହୂମାନେ? ସବୁ ବୋହୂଙ୍କୁ ଏଇଟା ଶିକ୍ଷା ଦିଆଯାଇଥାଏ, ବାହାଘର ପରେ ଶାଶୁମାନଙ୍କୁ ନିଜ ମା' ଭାବିବ। କିନ୍ତୁ ସତରେ କ'ଣ ଆମେ ଆମ ନିଜ ମାଆଙ୍କ ସ୍ଥାନ ଆଉ କାହାକୁ ଦେଇପାରିଥାଉ? ଶାଶୁ ଘରେ ପୁଅ ପସନ୍ଦର ସବୁ କିଛି ବନା ହୁଏ, ଆଉ ଯେଉଁମାନେ ଶାଶୁଘରଠୁ ଦୂର ସ୍ୱାମୀ ପାଖରେ ରହୁଛନ୍ତି ସେତେବେଳେ ସ୍ୱାମୀ ଇଚ୍ଛାରେ ସବୁ ରୋଷେଇବାସ କରାହେଇଥାଏ। କିନ୍ତୁ ମୋ ସବୁ ସ୍ତ୍ରୀମାନଙ୍କୁ ଅନୁରୋଧ, ନିଜ ପାଇଁ ଟିକେ ସମୟ କାଢ଼ନ୍ତୁ, ନିଜ ପସନ୍ଦର କିଛି ରୋଷେଇ କରିକି ନିଜେ ଖାଆନ୍ତୁ, ଯେଉଁଥିରେ ନିଜକୁ ଖୁସି ମିଳିବ। ଆଉ ମୁଁ ମୋ ମାଆଙ୍କ ପରି ତ ପନିର ପରଟା ବନେଇ ପାରିଲିନି, ବାକି ୟାକୁ ହିଁ ଖାଇ ମୁଁ ମୋର ଛୋଟବେଳର କଥା ମନେ ପକାଇବି। ରହିଲି ଆଜ୍ଞା। ଯଦି କଥା ଭଲ ଲାଗିଥିବ ତ ଆପଣଙ୍କ ଭଲ ପାଇବା ଦେବେ। ଯଦି କିଛି ମୋ ଦ୍ୱାରା ଭୁଲ ହେଇଥିବ ତ କ୍ଷମା କରିଦେବେ। ଆପଣମାନେ ଆଜି ସକାଳ ଜଳଖିଆରେ କ'ଣ ଖାଇଲେ ନିଶ୍ଚିତ ଜଣାଇବେ।